ଭାରତକୁ ଏହି ସାର୍ବଭୌମ ସାମ୍ରାଜ୍ୟବାଦ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ଗଠନ କରିବା ପାଇଁ ଦୃଢ଼ ସଂକଳ୍ପ ନେବା ତଥା ସାମାଜିକ ଅର୍ଥନୈତିକ ରାଜନୈତିକ ନ୍ୟାୟ ଚିନ୍ତା ଅଭିବ୍ୟକ୍ତି ପ୍ରତ୍ୟୟ ଧର୍ମୀୟ ବିଶ୍ୱାସ ଏବଂ ଉପନ୍ୟାସର ସ୍ୱତନ୍ତ୍ରତା ନୀତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ କରିବା ତଥା ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଐକ୍ୟ ଓ ସଂହତି ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ଭାତୃଭାବ ଉତ୍ସାହିତ କରିବାକୁ ନିଷ୍ପତ୍ତି ନେବା। ଏହି 2024 ମସିହା